কুড়া গঞ্জা শালা তো 14 পুরুষরে কৌ গঞ্জা ভଟ୍ଟାରେ ଯାଇ ଅଣ୍ଡା ଦଉଛି ରେ ହଁ ଓହ ଗଞ୍ଜା ଅଣ୍ଡା ଦଉନାହାନ୍ତି ଆଉ କିଏ ସେ ଦଉଛନ୍ତି ତୁମେ ଖାଇନା କି শালা ମାରିବି ଗୋଟେ ଜାବୁଡ଼ା শালা ତ 14 ପୁରୁଷ ଭୁଲିଯିବୁ ସେଇଟା ଦିନ କୋଉ କିଏ ଦେଲା ମୁଁ ଜାଣିପାରିନି ଶଳା କୁକୁଡ଼ା ତ ଦେଇଥିଲା ଆଉ କୁକୁଡ଼ା ଜାତୀୟ ଜିନିଷ ତ ନା ସେ ଆଜ ଦେଖିଲି ରେ ନବୀନା ବୟସୀ ବାଳା ଜଟ ମହାରା ପାଇ ଅଛି ଆଜି ଚନ୍ଦ୍ରବଦନୀକୁ ପାଇ ଅଛି ଆଜି ଚନ୍ଦ୍ରବଦନୀକୁ କରିବି ମୋ ଗଳା ମାଳା ଆଜ ଦିନ ଠାରୁ ହେବ ମୋର ଡେଢ଼ ସଲା ସେନାପତି ଦେଖିବି ଯେ ତୁ ପୁଣି ଏଠି କଣ ଦେଖିବା ପାଇଁ ତୁ ଏଠି ଖସିଛୁ ମୁଁ ପୁଣି ଏଠି କଣ ପାଇଁ ଆସିଛେ କାହିଁକି ଆସିଛେ ଯେଉଁ ପ୍ରଶ୍ନଟା ତୁମେ ପଚାରୁଛ ସେଇ ପ୍ରଶ୍ନର ଉତ୍ତର ତୁମରି ଠାରେ ଅଛି ଆରେ କଣ କହିବାକୁ ଚାହୁଁଛୁ ଆରେ ପ୍ରଶ୍ନଟା ତୁମର ଆଉ ଉତ୍ତରଟା ବି ତୁମ ଆରେ ତୁ ନିଜେ ମୋ ଖୁସିର ପକଡ଼କୁ ଧୁଲି ସାଥ କରି ମୋ ଜୀବନରେ ଭରିଦେଲୁ ତୁ ସେଇ ଦୁଃଖର ଶ୍ରାବଣ ନାଇଲ ତୋର ସେଇ ଦୁଃଖର ଶ୍ରାବଣରେ ଖୁସିର ଭଗୁଣ ଖେଳେଇ ଦେବା ପାଇଁ ଆସିଛି ମାରଣ ସବୁକା ଏବେ ବି ମୁଁ ତୋତେ ଭଲ ପାଉଛି ମୁଁ ତୋତେ ଆଗରୁ କେତେ ମୋ କଥାରେ ରାଜି ହେଇ ଚାଲୁ ଆରେ ଦେ ତୋରି ପାଇଁ ମୋର କି ଅବସ୍ଥା ହେଇଛି ତୋତେ ଝୁରି ଝୁରି ଶଳା ମୁଁ ମରି ଯାଉଛି ମରି ଯାଉଛନ୍ତି ଆଗ ମରିବେ ପଛେ ଆଗ ଦେଖୁନାହାନ୍ତି ସେ ଝୋଳି ଭିତରେ ଗୋଟେ କଣ୍ଟା ଗୋଟେ ଅଛି ତାପରେ ମରିବେ ଆଜ୍ଞା ଏ ସାମୁକା अंदर में कुछ काला है वो काला क्या है निरीक्षण କରି ଦେଖିବାକୁ ପଡିବ ଏ ସେଟା କଣ ଧରିଛୁ ନା ସେ କିଛି ନୁହଁ ହଁ କିଛି ଏବେ କଣ ଧରିଛୁ କହିଲେ ପରା କିଛି ନୁହଁ ଏ ଦେଖାବେ ଏ କଣ ଧରିଛୁ ଆରେ ଦେଖିବା ଏ କଣ ଧରିଛୁ ସେଇଟା କିଛି ନୁହଁ ହଁ ଆଜ୍ଞା ଚୋରି ଜିନିଷ ହଁ ଜଟ ଇଏ ଯେତେବେଳେ ଘରୁ ତଡ଼ା ଖାଇକି ଆସିଲା ସେତିକି ବେଳେ କିଛି ସୁନା ଗହଣା ଚୋରିକି ଆଣିଛି କହିଲା ଏ ଚୋରଣୀ ହଁ ଆଉ ସେଇଟା କଣ ଧରିଛୁ ପୋଖରୀ ଆଉଟୁ ପାଉଟୁ ହେବାରୁ ଏଇ ପାଖ ଗାଁରେ ବୁଲି ବୁଲି ମା ମାଉସୀ ଦାଦା ଭାଇ ମାନଙ୍କୁ କିଛି ଖାଇବା ପାଇଁ ମୁଁ ମାଗିଛି ନା ଖାଇପାରିବ ନା ଶୋଇପାରିବ ମୋରି କଥାରେ ଯଦି ରାଜି ନ ହେବ ଏମିତି ଦହଗଞ୍ଚ କରିବନି ମରିଯିବି ପଛେ ତୋ କଥା ମୁଁ ଆରେ ମରି ପାରିବୁନି କି ବଞ୍ଚି ପାରିବୁନି ଆରେ ମୁଁ ତୋତେ ହାତ ଯୋଡୁଛି କାହିଁକି ମୋ ପିଛେ ଚାଲୁନୁ ଚାଲି ଯାଇଛୁ ଜିନିଷ ଆଣ ସେଇଟା ଆଣ ଜିନିଷ ଭିକ ମାଗିଛୁ ପରେ ନାଇଁ ଭିକ ମାଗିଛୁ ପରେ ଦେଖିବା କେମିତିଆ ଭିକ ମାଗୁଛି ଶଳା ଲାଜ ଲାଗୁନି ଶଳା ସୁନ୍ଦରିଆ ଛନଛନିଆ ଚେହେରା ଧରିଛୁ ଆଉ ଭିକ ମାଗୁଛୁ ସେଇ କଥା ତ ଆଣବେ 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 ଏ ସତକୁ ସତ ଭିକ ମାଗିଛି ରେ ସେଇ କଥା ତ ସେଇ କଥା ତ ରେ ମୁଁ ଥାଉ ଥାଉ ଭିକ ମାଗୁଛୁ ତତେ ଲାଜ ଲାଗୁନି ଆରେ ମୋ ପାଖରେ କଣ ରହିବେ ଆପଣଙ୍କ ପାଖରେ କୁକୁର ଅଛି ଘୁଷୁରୀ ଅଛି ବିରାଟି ଅଛି ଏଟା କଣ ଖାଇବା ଜିନିଷ କହିବେ କଣ ସେ ଖାଇବେ ଭିକ ମାଗୁଛୁ ନାଇଁ ମାରଣ ଏବେ ତୋତେ ଭିକ ଦେଇଥିବା ଲୋକକୁ ମୋର ନମସ୍କାର ନମସ୍କାର ଆପଣ ମାନେ ଖୁସି ତ ନମସ୍କାର ବହୁତ ଖୁସି ଏମିତି ସୁନ୍ଦରିଆ ଛନଛନିଆ ଚେହେରା ଦେଖି ଭିକ ଦେଉଛ ଓ ଏଇଟା ହଉଛି ଘୋର କଳିକାଳ ଆରେ ତୋ ପରି ଛୋଟା କି ଅନ୍ଧକୁ ଭିକ ଦେଲେ ପୁଣ୍ୟ ମିଳିଥାଏ କିଏ କହିଲା ପୁଣ୍ୟ ମିଳୁଛି ବୋଲି ହେଲେ ତ ବଡ ବଡ ମନ୍ଦିରରେ ଆମ ଭଳିଆ ଲୋକମାନେ ବସି ନଥାନ୍ତି ମନ୍ଦିର ବେଳରେ ଶହ ଶହ ବିକଳାଙ୍ଗ ଥାନ୍ତି ପାଦରେ ଆଡେ ଦେଇକି ଯାଆନ୍ତି ଟଙ୍କାଟିଏ ବି ଦେବା ପାଇଁ କାହା ପକେଟରେ ପଇସା ନଥିବ କିନ୍ତୁ ସୁନ୍ଦର ଝିଅ ମାନେ ଭିକ ମାଗିଲେ ଆସ ବସ ନିଅ ଖାଅ
ଏତେ ଗୁଳିଆ ଅଳିଆ ହେଇଗଲା ଏ ଜାଗାରେ ଏ ଅଳିଆଟାକୁ ମୁଁ ହିଁ ନିଜେ ଉଠେଇ ଦେବି ଆଉ ଆରେ ଆଉ କେତେ କଷ୍ଟ ଯନ୍ତ୍ରଣା ଦେଲେ ତୁ ଶାନ୍ତି ପାଇବୁ? ଯେଉଁଦିନ ପର୍ଯ୍ୟନ୍ତ ମୋରି କଥାରେ ହଁ ନ କହିବୁ ମରିଯିବି ପଛେ ହେଲେ ତୋ ପରି ଅମଣିଷ କଥାରେ କହିଲି ନା? ମୁଁ ଜମାରୁ ରାଜି ନୁହଁ। କହିଲି ନା ତୋତେ ମୁଁ ନା ମରିପାରିବୁ ନା ବଞ୍ଚି ପାରିବୁ ଏମିତି ଦହଗଞ୍ଜ କରି ହିଁ ରହିବୁ। ଆରେ ଆଉ କେତେ ବୁଝେଇବି ତତେ? ଆଗରୁ କହି ଚାଲିଛି ମୁଁ ତତେ ଭଲ ଆରେ ପାଏ। ମୁଁ ତୋତେ ଭଲ ପାଏ। ଆରେ କେମିତି କହିପାରିଛୁ ତୁ ମତେ ଭଲ ପାଉ ବୋଲି? ତୁ କଣ ଜାଣିନୁ ମୁଁ ଯେ ଅନ୍ଧକାର ରକ୍ତକୁ ଗର୍ଭରେ ଧରି ସାରିଛି। ଜାଣିଛି ଏତେ ସବୁ ଜାଣି ସାରିଲା ପରେ କେମିତି କହିପାରୁଛୁ ପୁଣି ଭଲ ପାଏ ବୋଲି? ଆରେ ମୁଁ ଜାଣିଛି ତୁ ଗର୍ଭବତୀ ଅଛୁ ହେଲେ କେବେ ନା କେବେ ତୋ ଗର୍ଭରେ ବଢୁଥିବା ଛୁଆଟାକୁ ଏ ଦୁନିଆ ଦାଣ୍ଡ ଦେଖେଇବୁ। ଏ ଦୁନିଆ ଦାଣ୍ଡ ଯଦି ଦେଖାଇବାର ଅଛି ହେଲେ ତାକୁ ବାପର ପରିଚୟ ଆବଶ୍ୟକ। ମାରଣ ତୋ ପେଟରେ ବଢୁଥିବା ଛୁଆର ବାପ ମୁଁ ହେବି ଲୋ ମୁଁ। କଣ ହେଲା? ତା ପେଟରେ ବଢୁଥିବା ପିଲାର ବାପଟା ମୁଁ ହେବି। ବିନା ପରିଶ୍ରମରେ ଆରେ ମୁଁ ତାକୁ ଭଲ ପାଉଛି କିନ୍ତୁ ପେଟର ଛୁଆକୁ ନୁହଁ। ଏବେ ସେଇ ଛୁଆ ଯଦି ଏ ଦୁନିଆରେ ଆସିବ କାହାକୁ ବାପ ଡାକିବ? ତା ମାକୁ ଶଳା ତୋ ମାକୁ ତୁ ବାପ ଡାକିବୁ? ଦରକାର ପଡିଲେ ଶଳା ଲଜ୍ଜା। ବାহ ସେନାପତି ବାବୁ ବାହ ତମର ଏଇଟି ଅସଲ ରୂପ। ଏ ସୌଜନ୍ୟ ମଣ୍ଡଳୀ ଦେଖ ଆମ ସେନାପତି ବାବୁର କରାମତିକୁ ଦେଖ। ଯେମିତି ସିଙ୍ଗିଡ଼ା କିଣିଲେ ତରକାରୀ ଫ୍ରି, ସାବୁନ କିଣିଲେ ଶ୍ୟାମ୍ପୁ ଫ୍ରି, ଝାଡ଼ା ବସିଲେ ପାଣି ଫ୍ରି, ଏଇନେ ସ୍ତ୍ରୀଟା ନ ପାଉଣୁ ପିଲାଟା ଫ୍ରି। ହେ ମୋଦି ସରକାର ଧନ୍ୟବାଦ ତମର କଳା କର୍ମକୁ। ଭଲ ଯେମିତି ଗୋଟେ କରିଦେଇଛ ସୁଭଦ୍ରା ଯୋଜନା। ଆମ ଏଇନେ ନୂଆ କରି ସରକାର ହେଇଛନ୍ତି ଯେମିତି ଯୋଜନା କରିଦେଇଛନ୍ତି ପୁରା ସାଙ୍ଗେ ସାଙ୍ଗେ ଲାଇନରେ ଲାଗି ଯାଉଛନ୍ତି। ଯୋଉଠି ଦେଖ ଲାଇନ। ଏ ସବୁକା ଏବେ ବି ସମୟ ଅଛି ମୋ କଥାରେ ରାଜି ହେଇଯା। ବାହାରାଣ ତୋ ପେଟରେ ବଢୁଥିବା ଛୁଆଟାକୁ ଯଦି ବଞ୍ଚି ରଖିବା ପାଇଁ ଚାହୁଁଛୁ ତାହେଲେ ମୋ କଥାରେ ରାଜି ହେଇଯା। ମାରା ଶୁଣ ଏ ଛୁଆଟା ଯଦି ଜନ୍ମ ହବ ଆଉ ତୋତେ ପଚାରିବ ଏ ମା ମୋ ବାପ କିଏ କି ଉତ୍ତର ଦେବୁ? କି ଉତ୍ତର ଦେବୁ ଲୋ? ସେଇ ଗୋଟାଏ ଉତ୍ତର ପାଇବ ସେ ତା ପ୍ରକୃତ ବାପା ହେଉଛି ସେଇ ସାଗର ଚରଣ। ନାଇଲୋ ସେଇ ସାଗରଟା ଆଉ ନାହିଁ। ସେ ସାଗରଟା ମରି ଯାଇଛି। ମିଛ କହୁଛୁ ତୁ, ମିଛ କହୁଛୁ। ମତେ ଏଇଠି ଭୁଲେଇ ଦେବା ପାଇଁ ତୁ ସେମିତି ମିଛ କହୁଛୁ। ନା 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 ମାରଣ ସତ କହୁଛି। ତୋର ସେଇ ପ୍ରେମ ଭଲ ପାଇବାଟାକୁ ସେଇ ସାଗରକୁ ମୁଁ ସବୁଦିନ ପାଇଁ ନିଜ ହାତରେ ମାରିଦେଇ ହଲୋ ଆଉ ପ୍ରାଣଟା ନ ଯିବା ପୂର୍ବରୁ ମୁଁ ବି ଟିକେ ସାହାଯ୍ୟ କରିଛି ପୁରା ହାତକୁ ଧରିଛି। ତମେମାନେ ସେମିତି କୁହନି। ମୋ କଥାରେ ରାଜି ଏ ସବୁ କଥା ପର୍ଯ୍ୟନ୍ତ ବଞ୍ଚିଛି ସାଗରକୁ କିଛି ହଁ? କହିବନି। ଶାମୁକା ସାଗର ଶାମୁକା ବଞ୍ଚିଛି ମାନେ ସାଗର ବି ବଞ୍ଚିଛି। ଚାଲୁ ସତ କହୁଛି ସେ ମରିଯାଇଛି। ଆଜ୍ଞା ଅନେଇଲେ ସିଏ କାହିଁକି ନା କହୁଛନ୍ତି ମୁଁ ଜାଣିପାରିନି। କଣ ପାଇଁ? କାହିଁକି ନା କହୁଛନ୍ତି ବୁଝିପାରୁନାହାନ୍ତି? ସେ ପେଟରେ ଛୁଆ ଅଛି ବୋଲି ଆପଣଙ୍କୁ ନା କହୁଛି। ମାରିଦେବି ଛୁଆଟାକୁ। ଛୁଆଟାକୁ ଯଦି ପେଟ ଭିତରେ ମାରିଦେବେ ବେଲେ ଗଛ ଆପଣଙ୍କର ଭବିଷ୍ୟତରେ ସେ ଗଛ ଭଲ କରି ସୁସ୍ଥ ସବଳ ଯଦି ଥବ ଆଉ ଥରେ ଫଳ କି ଫୁଳ ନିଶ୍ଚୟ ମାରିଦେବେ ଆଉ ଏବେ ସେ ଛୁଆଟା ଦୁନିଆ ଦାଣ୍ଡ ଦେଖେଇବୁ କାହିଁ? ଏଇନେ ନଷ୍ଟ କରି ଏ ପେଟର ଛୁଆ ପେଟ ଭିତରେ ହିଁ ମରିବ। ମାରିଦେବି ଆଉ ମହାରାଣ ମାରିଦେବେ। ଆଲୋ ମୋ ସୁନାଟା ମୋ ଧନଟା ମୋ ଗେଲୁଟା ନଲୋ ମୋ କଥା ରାଜି ହେଇଯା। ସେ ଛୁଆଟାକୁ ମାରିବି।
କିଏ ବେ ଶଳା? এই কেবে তু এঠাও কাহিଁକି ଆସିଛୁ আরে ହଁ নিরীহ নারী কଣ অপরাধ করিস তাকে মারছু? ଏବେ କୋଉଟା ନିରୀହ ନାରୀ এইটা ଦେଖାଯାଉଛି ତତେ? ଏବେ ସେଇଟା ହଉଛି ମୋ ସ୍ତ୍ରୀ ତୋ ସ୍ତ୍ରୀ ମୋ ସ୍ତ୍ରୀକୁ ମୁଁ ଯାହା କଲି କଣ ହେଲା? ମୋ ସ୍ତ୍ରୀ ଉପରେ ମୋର ଅଧିକାର ଅଛି ହଁ ହଁ তোর তো বহুত অধিকার আছে ଆଉ আরে ଯିଏ ନିଜ ସ୍ତ୍ରୀ କି ସମ୍ମାନ ଦେଇ ଶିଖେନି ସେ କାହାରି ସ୍ୱାମୀ ଆ, ସେମିତିଆ ସ୍ତ୍ରୀକୁ ସମ୍ମାନ ଦିଆଯାଏ କୋଉ ଭଳିଆ ସ୍ତ୍ରୀ ମୋ ସହିତ ସବୁବେଳେ ଝଗଡା କରୁଛି ଆଜି ସଳା ଧରା ପଡିଲା ଆଉ ଏ ସବୁକା ନାଇଲୋ ଭୁଲ ହେଇଗଲା ଏ! ଯାହା ହବାର କଥା ହେଲା ଚାଲ ଘରକୁ ଚାଲ ନାନୀ ଚାଲ ଘରକୁ ଚାଲ ନାନୀ ବା এইটা ମାଟା ପଠେଇ ଦେଇଛି ମାଛ ମୁଣ୍ଡି ୟାକୁ ଯଦି ତରକାରୀ କରିବୁ ମୋ ଶଳା ଆଉ ମୁଁ ଖାଇବା ଆଉ আরে চন্ডাଳ এটি তো ভৌণী ମୋ ବଡ ଭଉଣୀ ଆଉ ଏଠି ତ ଭେଣୀ ଏଇଟା ଶଳା তো ଭଉଣୀକୁ ତ ଭେଣୀଟା ପିଟୁଛୁ ତୁ ସେଟା ଦେଖୁଛୁ ସେଇଟା ତାଙ୍କ ଘର ଭିତିରିଆ କଥା ଯଦି କୋଉ ଯୋଉ ଲୋକ ଯଦି ମଧ୍ୟସ୍ଥି କରିବେ ସେ ଭିତରେ ହେଲେ ସେ ମଧ୍ୟସ୍ଥ କାକ ମାଡ଼ ହେଇଯିବ ଆଜି ତାଙ୍କର ସ୍ୱାମୀ ଭିତରେ ଝଗଡା ହେଇଛି କାଲିକୁ ଶଳା ସୁତୁରା ହେଇକରି ଯାହା ଘର ସିଏ ହବ এক, ବହୁତ କଥା କହୁଛୁ ତୁ ଏ ଶଳା ଚୁପ ହେଇଯା ଏଇ ଚାଲ ଯିବା ପଳେଇବା କାହାକୁ ଶଳା କହୁଥିଲୁ ତୁମେ ମୋର ଶଳା ହଁ ଏବେ ଏଇଟା ତୋ ଭଉଣୀ ପରେ ସେଇଟା ମୋର ବଉଡ଼ା ଭଉଣୀ ତୁମେ ମୋର ଶଳା ଏବେ ତୁ ମୋର ଶଳା ହେବୁ କିଏ ମୂର୍ଖ କହିଲା ଅପଗାଣ୍ଡି କାଳି ଦାସ ଭଉଣୀ ତୁମେ ଦେଇଛ ନା ମୁଁ ଦେଇଛି ତୁମକୁ ତୁ ଦେଇଛୁ ହେ, ତେଣୁ କରି ତୁମେ ମୋର ଶଳା ଏ ସୌଜନ୍ୟ ମଣ୍ଡଳୀ ତୁମେ ନିଜେ ବିଚାର କରନ୍ତୁ ହେ ପ୍ରଭୁ ତୁମ ଘରେ ବି ବଡ ଭଉଣୀ ଅଛନ୍ତି ତୁମର ବଡ ଭଉଣୀର ସ୍ୱାମୀ ଲ ତା ମାନେ ତା ଗେରସ୍ତ ତା ସ୍ୱାମୀକୁ ତୁମେ କଣ ଡାକ ଶଳା ଶଳା ଡାକ ନା ନାହିଁ ତୁମର ବଡ ଭଉଣୀର ତା ସ୍ୱାମୀକୁ ଶଳା ଡାକ ନା ନାହିଁ ତେଣୁ କରି ଇଏ ବି ମୋର ଶଳା ଏଇନେ ପଡି এক, তোর ଶଳା ଭେଣୀ ଏ ବାବୁ ହେଇଗଲା ଆପଣ ଯାଆନ୍ତୁ ଆପଣ ଆପଣ ଯାଆନ୍ତୁ ଆପଣ ଆମେ ଯାଆନ୍ତୁ। ଘରକୁ ଯାଉ। ସ୍ୱାମୀ ସ୍ତ୍ରୀ ବୋଲି ଛାଡି ଦଉଛି ଆଉ ଛାଡ଼ିବ ନା ଆଉ ତା ନହେଲେ ଶଳା ଦେଖି ଆରେ ସ୍ୱାମୀ ସ୍ତ୍ରୀ ଭିତରେ ଏମିତି ହୁଏ ହଁ ସଂସାର ଭିତରେ ଘର କରିଥିଲେ ପଥର ପଡିଲେ ସହି ଏମିତି ହଉ ଠିକ ଅଛି ତୋ ସ୍ତ୍ରୀକୁ ଏଠି ନେଇ ଆପଣ ଆପଣ ପଳେଇ ଯାଆନ୍ତୁ ଆଉ ଶଳା କେବେ ଦେଖିବି ତାହେଲେ ତତେ କିଛି ହବ ନା ଏଇନା ଭୁଲ ବୁଝାମଣା ହେଇଗଲା ଘରକୁ ଗଲେ ଶଳା ଏ ନାନୀ ଚାଲ ପଳେଇବା ପଳେଇବା ଏଇ, ତମେ ମତେ ଏଠି ଛାଡି ଯାଉନ। ଶଳା ଚିହ୍ନା ନାହିଁ ଜଣା ନାହିଁ ତାର ଏ, ପର ପୁରୁଷ ଦେଖି କାଇଁ ବେଶୀ ମତେ ତୁ ହେଇଯାଉଛୁ ଅପମାନ କରିବାକୁ ଚାହୁଁଥିଲ ମତେ ମାରିଦେବେ ମୁଁ ତ ବାହା ନାଇଁ ଲୋ କାହିଁ ମାରିବା ନାଇଁ ନାଇଁ ନା ବାବୁ ନାଇଁ ମୋ ସୁନାଟା ମୋ ଧନଟା ମୋ ଗେଲୁଟା ମୋ ସହିତ ଯିବ ନା ହଁ ଚାଲ ଏ ସବୁ ମାଲୋ ବାବୁ ଆରେ ସେମାନେ ଯାହା କହିଲେ ତାହା କର ସତ ଲୋ ମା ନା ବାବୁ ନା ସେମାନେ ଯାହା ସବୁ କହିଗଲେ ସମ୍ପୂର୍ଣ୍ଣ ଭାବରେ ମିଛ ପ୍ରକୃତରେ ସେମାନେ ହେଉଛନ୍ତି ଆମ ରାଜ୍ୟ ସେନାପତି ଦିଗ୍ବିଜୟ ସିଂ ଆଉ ଅନ୍ୟ ଜଣେ ହେଉଛି ଆମ ଘର ଗୁମାସ୍ତା ଚଟ୍ଟୋପାଧ୍ୟ ଦିନକର କଥା ବାବୁ ଏଇ ପାଖଣ୍ଡିକ ଚରଣକୁ ମା ଆମ ଖଳାକୁ ମୁଁ ଦର୍ଶନ କରିବା ପାଇଁ ଆସିଥାଏ ଆଉ ସେଦିନ ମୋ ସୌନ୍ଦର୍ଯ୍ୟରେ ଲଳାଇଥିଲି ମତେ ବଳାତ୍କାର କରିବା ପାଇଁ ଚେଷ୍ଟା କରେ ହେଲେ ସେଦିନ ବାବୁ ଜଣେ ଦସ୍ୟୁକୁ ଆସି ମତେ ରକ୍ଷା କରିଥିଲେ ହଁ ବାବୁ ଆଉ ସେଇ ଦସ୍ୟୁକୁ ମୁଁ ଭଲ ପାଇ ଯାଇଥିଲି ଆମେ ଦୁଇକୁ ଭଲ ପାଇ ଯାଇଥିଲେ ହେଲେ ସେ କଥା ସେ ଦି ଜଣ ଜାଣିପାରି ଯାଇକି ମୋ ବାପାଙ୍କୁ ଜଣେଇଥିଲେ ହେଲେ ମୋ ବାପା ମୋ ପ୍ରେମ ଭଲ ପାଇବାକୁ ବୁଝେଇ ପାରିଲେନି ଆଉ ମତେ ମୋ ବାପା ରାଜ୍ୟରୁ ନିର୍ବାଚିତ କରିଛନ୍ତି ବହୁତ ଏଟା ହେଇଛି ରେ ମା ତୋର ପ୍ରତି ବହୁତ ଏଟା ହେଇଛି ବାବୁ ଭଲ ମା ଏମିତି କରିବା ନଥିଲା ହେଲେ ମା ତୁ ଯାହାକୁ ଭଲ ପାଉଛୁ ମା ସେ ପୁଅଟା ଗଲା କୁଆଡେ ବାବୁ ତାଙ୍କୁ ଖୋଜି ଖୋଜି ଆଜି ମୁଁ ଏଠି ଆଜକୁ 7-8 ମାସ ହେଇଯିବ ତାକୁ କେବଳ ଖୋଜି ଚାଲିଛି ହେଲେ ତାଙ୍କର କିଛି ବି ଠିକଣା ମୋ ପାଖରେ ନାହିଁ କିଛି ବି ନାହିଁ ବାବୁ ଠିକ ଅଛି ଲୋ ମା ହେଲେ ସେ ପୁଅର ନା କଣ କହିଲୁ ମା ମୁଁ ତ ଏଇ ଜଙ୍ଗଲରେ ବୁଲାବୁଲି କରୁଛି ତାକୁ ଯଦି କୋଉଠି ପାଇବି ତାକୁ ନେଇକି ଆସିବି ମା ବାବୁ ହଁ ଲୋ ମା ତମେ ସତ କହୁଛ ମୁଁ ସତ କହୁଛି ଲୋ ମା ମତେ ସାହାଯ୍ୟ କରିବ ନିଶ୍ଚୟ ସାହାଯ୍ୟ କରିବି କାହିଁକି ନୁହଁ ତାହେଲେ କହିବି ବାବୁ କହିଦେ ମା ତାଙ୍କରି ନା ତମରି ଆଗରେ ମୁଁ ନିଶ୍ଚୟ କହିଦେ କହିବି ମା କହିଦେ ବାବୁ ମୁଁ ଯାହାକୁ ପ୍ରଥମ ଦେଖାରେ ଭଲ ପାଇଲି
ପ୍ରଥମ ଦେଖାରେ ଏଇ ଦେହଟାକୁ ମୁଁ ତାଙ୍କୁ ଦାନ କରିଥିଲି। ସିଏ ମୋ ପ୍ରଥମ ଦେଖାର ପ୍ରଥମ ଭଲ ପାଇବା। ସିଏ ମୋ ସାଗର ଚରଣ। କଣ କହିଲୁ? ସାଗର ସାଗର ମୋ ପୁଅ। ତାପରେ ବୁଝିଗଲି ସେଦିନ ମଙ୍ଗଳା ଦର୍ଶନ ଯାଇ ସାଗର କଣ ପାଇଁ ଘରକୁ ଫେରି ନଥିଲା। ମୋ ପୁଅଟାକୁ ପ୍ରେମ ଜାଲରେ ଛନ୍ଦି ଦେଇଛୁ, କୋଉଠି ଲୁଚାଇ ଦେଇଛୁ ନା? ହେ ମା ଦେଖ, ତତେ ମୁଁ କିଛି ବି କହିବିନି, କିଛି ବି କହିବିନି। ମୋ ପୁଅ କୋଉଠି ଅଛି? ମତେ ମୋ ପୁଅକୁ ଫେରି ଦିଏ ମା। ତତେ ମୋ ହାତ ଯୋଡୁଛି, ନେଉରିଆ ଅଛି, ଅନେକ ଜାଗାରେ ଖୋଜୁଛି ମା, କୋଉଠି ହେଲେ ପାଉନି। ହେ ମା କୋଉଠି ଅଛି ମୋ ପୁଅ? ମୋ ପୁଅକୁ ଫେରି ଦେବୁ ନା ମା? ବାବୁ ସାଗର କୋଉଠି ଅଛନ୍ତି ମୁଁ ଜାଣିନି। ଜାଣିଛୁ ନା ମା? ନା ଜାଣିଛୁ? ମୁଁ ସତ କହୁଛି ଜାଣିନି। ଭାଇଲା ମା, ଜାଣିଛୁ ତୁ? ଆଉ ମିଛ କଥା ମୋ ପାଖରେ କହୁଛୁ। ଠିକ ତତେ ମୁଁ କହୁଛି, ତତେ ମୁଁ କିଛି ବି କହିବିନି, କିଛି ବି କହିବିନି ଲୋ ମା। ମୋର ପୁଅ ଦରକାର, ଖାଲି କହିଦେବ କୋଉଠି ଅଛି। ବାବୁ ମୁଁ ସତ କହୁଛି, ସାଗର କୋଉଠି ଅଛନ୍ତି ମୁଁ ଜାଣିନି। ଜାଣିଛୁ ତୁ? ନା ତୁ ସବୁ ଜାଣି ମୋ ପାଖରେ ମିଛର ଅଭିନୟ କରୁଛୁ ନାଇଁ? ପାପ ଲାଗିବ ଲୋ ମା, ମିଛ କହିବା ମହାପାପ। ଆଉ ଜାଣି ଶୁଣି ତୁ ମତେ ମିଛ କହୁଛୁ? ହେ ମା, ନାରୀ ବୋଲି ସମ୍ମାନର ସହିତ କଥା ହଉছিল ମା। ଆଉ ତା ନହେଲେ ମୋ କି ଜାଣିଛୁ, ଏ ଜଙ୍ଗଲରେ ରହୁଥିବା ଗୋଟାଏ ଦସ୍ୟୁ ମଣିଷ ହାଣିବା ଏ ଯାଏ ମୁଁ ଭୁଲିନି। ବାବୁ କେବଳ ମୋ ପୁଅ ସାଗର ପାଇଁ, ମୋ ପୁଅ ସାଗର ପାଇଁ ଆଜି ଗୋଟେ ଭଲ ମଣିଷ ବଞ୍ଚିଛି। ତୁ ମତେ ବାଧ୍ୟ କରନା ଯେ ଆଉ ଗୋଟାଏ ମଣିଷକୁ ମାରିବା ପାଇଁ। ବାବୁ ତେଣୁ ଭଲରେ କହୁଛି ମା, ମୋ ପୁଅଟାକୁ ମତେ ଫେରେଇ ଦେ। ବାବୁ ମୁଁ ଜାଣିନି। ଜାଣିଛୁ ମା? ନା ମୁଁ ଜାଣିଛୁ ତ? ସବୁ ଜାଣି ଶୁଣି ବାରମ୍ବାର ମୋ ପାଖରେ ତୁ ମିଛ ଅଭିନୟ କରୁଛୁ ନାଇଁ? ଏ ମା, ମୋ ପୁଅକୁ ଯଦି ନ ପାଇବେ ତାହେଲେ ମୁଁ ତ ମରିଯିବି, ଆଉ ତା ପୂର୍ବରୁ ମୁଁ ତତେ ମାରିଦେବି। ବାବୁ ହେଇଯାଉ ପାପ, ମତେ ଲାଗିଯାଉ ନାରୀ ହତ୍ୟାର ପାପ, କିନ୍ତୁ ମୋ ପୁଅକୁ ନ ପାଇବି ତ କାହାରିକୁ ଛାଡ଼ିବିନି। ଯିଏ ମୋ ସାମ୍ନାକୁ ଆସିବ ତାକୁ ମାରିଦେବି, ତତେ ମାରିଦେବି, ମାରିଦେବି ତତେ, ମୁଁ ଏଇଠି ମାରିଦେବି। ମାରି ଦିଅନ୍ତୁ ମତେ, ମାରି ଦିଅନ୍ତୁ। ଆଉ ମତେ ମାରିଦେବା ସହିତ ଏଇ ମୋ ଗର୍ଭରେ ଯୋଉ ସନ୍ତାନ ଟିକକ ଅଛି, ସେଇ ସାଗର ଚରଣ ରକ୍ତ, ତାକୁ ମତେ ଏ ଦୁନିଆର ଆଲୋକ ଦେଖିବା ପୂର୍ବରୁ ମାରି ଦିଅନ୍ତୁ, ମାରି ଦିଅନ୍ତୁ। ସାଗରକୁ ଭଲ ପାଇ ମୁଁ ଅନେକ କଷ୍ଟ ସହିଲି, ଆଉ ସେ କଷ୍ଟ ସହିବାର ଧୈର୍ଯ୍ୟ ମୋର ନାହିଁ। କହୁଥିଲେ ନା ସାଗରଙ୍କ ବାପା ବୋଲି ତମ ହାତରୁ ଯଦି ମୋ ଜୀବନ ଚାଲିଯାଏ, ତାହେଲେ ମୁଁ ନିଜକୁ ନିଜେ ଧନ୍ୟ ମନେ କରିବି। ମାରିବେ ପରା ବାବୁ, ଠିଆ ହେଇ ରହିଲ କଣ ପାଇଁ? ମାରିବେ ପରା, ଆରେ ମାରନ୍ତୁ ମତେ। ଚୁପ ହେଇଯା ରେ ମା, ଚୁପ ହେଇଯା। ମତେ କ୍ଷମା କରିଦେବୁ ଲୋ ମା, ବାବୁ ମତେ କ୍ଷମା କରିଦେବୁ। ସାଗରକୁ ନ ପାଇ ବିରକ୍ତରେ ତତେ ମୁଁ ବହୁତ କଥା କହିଦେଇଛି ଲୋ ମା। ହଁ ଲୋ ମା, ଆରେ ସାଗରକୁ ତ ନ ପାଇଲେ କିଛି କଥା ନାହିଁ, ହେଲେ ସାଗରର ସନ୍ତକ ତ ଗର୍ବରେ ବଢୁଛି, ତାକୁ ଦେଖି ମୁଁ ବଞ୍ଚିଯିବି ଲୋ ମା, ବଞ୍ଚିଯିବି ମୁଁ। ବାବୁ ବାବୁ କହିବୁନି ଲୋ ମା, ମତେ ବାବୁ କହିବୁନି, ମତେ ବାପା ବୋଲି ଡାକ, ବାପା। ବାପା ଏ ମା, মন ঝুরে লোহা ঝরে নিজর কত দূরঠু দূরে, মন ঝুরে লোহা ঝরে নিজর কত দূরঠু দূরে, আপনার ହୁଏ ତ ଏଠି, ଆପଣର ହୁଏ ତ ଏଠି, ଅଚିହ୍ନ ଜଣ ଅତିଥି। ବାବା ତମକୁ ତ ପାଇଲି, ହେଲେ ମୋ ସାଗରକୁ ପାଇବି କେମିତି? କେମିତି ପାଇବି ମୋ ସାଗରକୁ? ପାଇବୁ ଲୋ ମା,
ସାଗରକୁ ନିଶ୍ଚୟ ପାଇବୁ। ହେଲେ ସେତେଦିନ ଯାଏ ଏ ଅଭାଗିନୀର ସାହାରା କିଏ ହବ? ଆଉ ମୋ ଏକମାତ୍ର ଯୋଉ ସନ୍ତାନଟି ଅଛି ତାରି ଦାୟିତ୍ୱ କିଏ ନବ? ଆଉ ଏ ନିଛାଟିଆ ଜଙ୍ଗଲରେ କିଟିମିଟି ଅନ୍ଧାରରେ କିଏ ହବ ବାବା? କିଏ ହବ ମୋ ଅଧା ରାତିର ସାଥୀ? ମୁଁ ହେବି ତ ଅଧା ରାତିର ସାଥିରେ ମା। ସେ ତ ଅଧା ରାତିର ସାଥୀ। ମୁଁ ହେବି ତ ଅଧା ରାତିର ସାଥୀ। ଆଉ ଦେଖେଇଦେବି ତ ଜୀବନର ଆଲୋକର ପଥ। ତ ଜୀବନର ଆଲୋକର ପଥରେ ମା। ହେ ମା। ମନ ଝୁରେ ଲୋହା ଝରେ ନିଜର କତ ଦୂରଠୁ ଦୂରେ। ମନ ଝୁରେ ଲୋହା ଝରେ ନିଜର କତ ଦୂରଠୁ ଦୂରେ। ଆପଣାର ହୁଏ ତ ଏଠି, ଆପଣାର ହୁଏ ତ ଏଠି ଅଚିହ୍ନ ଜଣା ଅତିଥି। শীত অধরাতের সাথী, শীত অধরাতের সাথী, শীত অধরাতের সাথী, শীত অধরাতের সাথী। মন ঝুরে লোহা ঝরে নিজর কত দূরঠু দূরে। মন ঝুরে লোহা ঝরে নিজর কত দূরঠু দূরে। আপনার ହୁଏ ତ ଏଠି, ଆପଣର ହୁଏ ତ ଏଠି ଅଚିହ୍ନ ଜଣା ଅତିଥି। শীত অধরাতের সাথী, শীত অধরাতের সাথী, শীত অধরাতের সাথী, শীত অধরাতের সাথী। ক্ষীরসাগর মহরা, ক্ষীরসাগর মহরা আমার দস্যু ও হিরোইন ভূমিকার অত্যন্ত হয়ে তাঁর যে ভূমিকা লা সেই ভূমিকার অত্যন্ত হয়ে ক্ষীরসাগর ক্ষীরসাগর ভাই সে 20 কোটি ভারত মুদ্রা অর্পণ করছেন। তাঁকু আমার এই প্রতাপ নাট্য তরফରୁ বিশেষ ধন্যবাদ জ্ঞাপন করছি। ধন্যবাদ। ଏ ପଡ଼ିଥିସ୍ ବାବୁ, ହଁ ମୁଁ ଏଇନା ତୋକେ ବଡ଼ା ଦିନୁ କଥା ଗୋଟେ ପଚାରେ ବୋଲି ଭାବିଛି ଗୋ। ତମ୍ପୁଣି ମତେ କଣ ପଚାରିବ? ହଁ ଗୋ, କଣ ପଚାରିବ ଶ୍ରାବଣୀ? ଏ ପଡ଼ିଥିସ୍ ବାବୁ, ହଁ ତେ କିଏ ଗୋ? ତେ କେନୁ ଆଇଛୁ? ତୋ ନା କାଇନା ଗୋ ବାବୁ? ମୁଁ କି? ମୁଁ କୋଉଠୁ ଆସିଛି? ମୋ ନାଁ କଣ? ମୋର ତ କିଛି ମଧ୍ୟ ମନେ ନାହିଁ। ଏ ବାବୁ, তোর କିଛି শোন নাই নকে গো? ନାଇଁ ଶ୍ରାବଣୀ, এ বাবু, তোর এড়কি খড় বি শোন নাই নকে? ନା ଶ୍ରାବଣୀ, ମୋର କିଛି ମଧ୍ୟ ମନେ ନାହିଁ। এ বাবু, হেলে তুই চিন্তা নাই কর গো। এ বাবু, ଶ୍ରାବଣୀ, যে গোটে কথা গো আমার এই সবর ফলে নে তোকে জানবে কেনতা কিনা, তোকে চিনবে কেনতা কিনা গো? ଆରେ ହଁ ତ